ତେଣୁ ଆଜିର ଏହି ପବିତ୍ର ଗୁରୁ ଦିବସ ଗୁରୁଙ୍କ ପାଇଁ ଆଜିର ଦିନର ଏ ଉତ୍ସର୍ଗୀକୃତ ଦିନଟି ଗୁରୁ ଦିବସ ଉପଲକ୍ଷେ ଆମର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଏଇ ଯେଉଁ ଅବଦାନ ଏକ ଅତୁଳନୀୟ ଅବଦାନ ସମଗ୍ର ଗୁରୁ ସମାଜ ପ୍ରତି। ତେଣୁ ସେଇ ମହାନ ଗୁରୁ ବା ସେଇ ମହାନ ଆତ୍ମାଙ୍କ ଆଉ ଥରେ ଆମେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଆଜିର ଏହି ଉତ୍ସବରେ କିଛି କହିବାକୁ ସୁଯୋଗ ମିଳିଛି ମୋତେ। ତେଣୁ ମୁଁ ଧନ୍ୟବାଦ ଦେବି ଆମ ଅନୁଷ୍ଠାନର ପ୍ରଧାନ ସେକ୍ରେଟାରୀ ମହୋଦୟଙ୍କୁ ଏବଂ ସମସ୍ତ ମଞ୍ଚାସୀନ ଗୁରୁଜୀ ଗୁରୁମାଙ୍କୁ। କବି କହିଯାଇଛନ୍ତି କଣ ନା ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ ଅଟଇ ସେ ଯଜ୍ଞ ତୁମ ଗୁରୁ ନଥିଲେ। ତେଣୁ ଆମେ ଗୁରୁ ହେଲେ ମଧ୍ୟ ଶିକ୍ଷା ଏବଂ ଗୁରୁ ଦେଉଥିବା ଶିକ୍ଷା ଗୁରୁଙ୍କ ଠାରୁ ପାଇଥିବା ଶିକ୍ଷା ତାହା ଆମର ମୃତ୍ୟୁ ପର୍ଯ୍ୟନ୍ତ ଆମକୁ ସାହାଯ୍ୟ କରିଥାଏ ସମାଜରେ ଏକ ନିର୍ଦ୍ଦିଷ୍ଟ ଏକ ପ୍ରକୃଷ୍ଟ ସ୍ଥାନ ପାଇବା ପାଇଁ। ସେଥିପାଇଁ ଗୁରୁ ସର୍ବବନ୍ଦନୀୟ। ତେଣୁ ଆଜିର ଏହି ଗୁରୁ ଦିବସରେ ଆମର ପ୍ରିୟ ଛାତ୍ରଛାତ୍ରୀମାନେ ସୁନ୍ଦର ଭାବରେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଜନ୍ମ ବୃତ୍ତାନ୍ତକୁ ଆମ ସମ୍ମୁଖରେ ଉପସ୍ଥାପନ କରିସାରିଛନ୍ତି ଏବଂ କିଛି ମୁହୂର୍ତ୍ତ ପୂର୍ବରୁ ଆମ ଅନୁଷ୍ଠାନରେ ଆଜିର ଦିବସରେ ସମ୍ବୋଧିତ ମୁଖ୍ୟ ଅତିଥି ରୂପେ ନରେନ୍ଦ୍ର ସାର୍ ପାଳ ପାଇଛନ୍ତି ଏବଂ ସେ ସଂସ୍କୃତରେ ମଧ୍ୟ କିଛି ଆମକୁ ଶ୍ଲୋକ ଏବଂ ତାର ଅନୁବାଦ ଓଡ଼ିଆରେ ବୁଝିଥିଲେ ସୁନ୍ଦର ଭାବରେ ବହୁତ ସୁନ୍ଦର ଲାଗିଲା। ତେଣୁ ମୁଁ ମଧ୍ୟ ସେଇ ସଂସ୍କୃତ ହେଉଛି ଆମର ପୁରାତନ କଥିତ ଭାଷା ଲିଖିତ ଭାଷା। ଯଦି ଆମେ ବିହାର ନାଳନ୍ଦା ବିଶ୍ୱବିଦ୍ୟାଳୟ ଆଡ଼କୁ ଚାଲିଯିବା ବୋଧହୁଏ ବହୁ ଶତାବ୍ଦୀ ପୂର୍ବରୁ ସେଠାରେ ଗୁରୁ ପୂଜା ପୂଜ୍ୟର ଆରମ୍ଭ ହୋଇଥିଲା। ସଭ୍ୟତା ଯେତେବେଳେ ସୃଷ୍ଟି ହୋଇଥିଲା ତେଣୁ ଏଇଟା ନୂଆ ନୁହଁ। ଆମେ ମଧ୍ୟ ଛାତ୍ର ଜୀବନରେ ଆମ ଗୁରୁକୁ ପୂଜା କରିଥିଲୁ। ଆଜି ଗୁରୁଟିଏ ତମଠୁ ପୂଜା ପାଇବା ବୋଧହୁଏ ଏଇଟା ଆମର ବହୁ ଜନ୍ମର ସୌଭାଗ୍ୟ। ତେଣୁ ମୁଁ ସେ ଧର୍ମ ଦେବତାଙ୍କ ବା ଆମ ଦେବତାଙ୍କୁ ମୁଁ ପ୍ରଣାମ ଜଣାଉଛି ଏବଂ ମୋର ପୂର୍ବଜ ଗୁରୁମାନଙ୍କୁ ମଧ୍ୟ ଏଠାରେ ଥାଇ ଭକ୍ତିପୂତ ପ୍ରଣାମ ଜଣାଉଛି। ଯାହା ହଉ ଆପଣଙ୍କ ପାଇଁ ଆଜି ଆମ ଜୀବନ ସାର୍ଥକ ହେଇଛି। ଆଜି ଆମ ସାମ୍ନାରେ ମଧ୍ୟ କିଛି ଛାତ୍ରଛାତ୍ରୀ ଅଛନ୍ତି। କାଲି ମଧ୍ୟ ଗୋଟେ ସମାଜରେ ତୁମେ ଗୋଟେ ବଡ଼ ବଡ଼ ସ୍ଥାନରେ ବସିବାକୁ ଯିବ। ତେଣୁ ତୁମର ବ୍ୟବହାର ତୁମର ଆଚରଣ ତୁମର ଉଚ୍ଚାରଣ ସମ୍ପୂର୍ଣ୍ଣ ପରିମାର୍ଜିତ ହେବା ଦରକାର। ତେଣୁ ଆମେ ଯଦି ଗୁରୁ ହିସାବରେ ଆମକୁ ପୂଜା କରୁଥିବା କିନ୍ତୁ ତୁମକୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି ଏବଂ ମୁଁ ଆଶା ରଖୁଛି ଗୁରୁ ଦକ୍ଷିଣା ହିସାବରେ ଏହି ଅନୁଷ୍ଠାନର ଗର୍ବ ଏବଂ ଗୌରବକୁ ଆମେ ଅକ୍ଷୁଣ୍ଣ ରଖିବା ଏବଂ ଗତ ବର୍ଷରୁ ଟିକେ ଉନ୍ନତମାନର ମଧ୍ୟ ଆମ ଫଳାଫଳରେ ବିଦ୍ୟାଳୟର ନାଁକୁ ଟିକେ ବଢ଼େଇବା ଏହି ଆଶା ରଖିକି ମୁଁ ଆଜିର ମୋର ବକ୍ତବ୍ୟ ଗ୍ରହଣ କରୁଛି।